ସାର୍ ଜୟଜୀବ। ଜୟଜୀବ। ସାର୍ ଗତ ଅଧ୍ୟାୟ ମାନଙ୍କରେ ଆପଣ ତ ଆଲୋଚନା କରି କରି ଚାଲିଛନ୍ତି, ଦର୍ଶକମାନେ ଆମର ସବୁ ଦେଖୁଛନ୍ତି ପ୍ରତି ସୂତ୍ର ଗୁଡ଼ା କେମିତି ଆଲୋଚନା ହେଉଛି। ସଂଯୋଗ ଶାସ୍ତ୍ରର ସମାଧିପାଦର ପ୍ରଥମ ଭାଗ ଏବେ ଆଲୋଚନା ଚାଲିଛି। ଆମର 37 ନମ୍ବର ସୂତ୍ର ପର୍ଯ୍ୟନ୍ତ ସାର୍ ଆଲୋଚନା ହୋଇଯାଇଛି, ଆପଣ କରିଦେଇଛନ୍ତି। ସାର୍ ଆଜି ଆପଣଙ୍କୁ ଅନୁରୋଧ କରୁଛି ସାର୍ 38 ନମ୍ବର ସୂତ୍ର ସାର୍ କ'ଣ ଅଛି ସେ ବିଷୟରେ ଟିକେ ଆଲୋଚନା କରନ୍ତୁ। ସପ୍ରେମ ଜୟଜୀବ, ପ୍ରିୟ ଆତ୍ମନ୍, ଆମେ ଧାରାବାହିକ ଭାବରେ ସମାଧିପାଦର ସମସ୍ତ ସୂତ୍ର ଗୁଡ଼ିକୁ ଆମେ ଧାରାବାହିକ ଭାବରେ ଆଲୋଚନା କରିବାକୁ ଯେଉଁ ପ୍ରଚେଷ୍ଟା ଦ୍ୱାରା ସେଗୁଡ଼ା ଆଲୋଚନା ଚାଲିଛି। ତ ଗତ ଥର ମୁଁ ଆଲୋଚନା କରିଥିଲି 37 ନମ୍ବର ସୂତ୍ରର, ଯେଉଁଟାକି ଥିଲା ବିତରାଗ ବିଷୟ ବା ଚିତ୍ତମ, ଅର୍ଥାତ୍ ବିଷୟ ସହିତ ଅନାସକ୍ତ ହେବା ବା ଆସକ୍ତି ରହିତ ହେବା। ଆସକ୍ତି ରହିତ ହେଲେ ଆମ ଚିତ୍ତ ବା ମନର ଏକାଗ୍ର ହେବ ଏବଂ ମନ ଏକାଗ୍ର ହୋଇ ସମାଧିସ୍ଥ ଆଡ଼କୁ ଯାଇପାରିବ। ଏ ମହର୍ଷି ପତଞ୍ଜଳିଙ୍କର ଏଇ ଯେଉଁ ସୂତ୍ର ଗୁଡ଼ିକର ଉଦ୍ଦେଶ୍ୟ। ବର୍ତ୍ତମାନ ଆଜିର ବିଷୟ ହେଉଛି 38 ନମ୍ବର ସୂତ୍ରର ଆଲୋଚନା, ଯେଉଁଟାକି ସ୍ୱପ୍ନ ନିଦ୍ରା ଜ୍ଞାନ ଅବଲମ୍ବନ ବା, ଅର୍ଥାତ୍ ସ୍ୱପ୍ନ ଜ୍ଞାନ ବା ନିଦ୍ରା ଜ୍ଞାନ ଦ୍ୱାରା ମନ ଏକାଗ୍ର ହୋଇପାରିବ ଏବଂ ସମାଧି ଆଡ଼କୁ ଯାଇପାରିବ। ଏହି ସୂତ୍ରର ଅର୍ଥରେ ମହର୍ଷି ପତଞ୍ଜଳି ଯେଉଁ ଆଲୋଚନା ରଖିଲେ, ଏଠି ବିଶେଷ ଭାବରେ କହି ରଖୁଛୁ ଯେ ଏତେ ଗୁଡ଼ିକ ଯେଉଁ ମାଧ୍ୟମ ଦେଲେ ଯେ ସମାଧି ପ୍ରାପ୍ତ ହେବା ପାଇଁ ବହୁତ ଗୁଡ଼ିକ ମାର୍ଗ ବତେଇଲେ। ସେ ତ ସବୁଗୁଡ଼ାକ ମାର୍ଗ ଯଦି କେହି ସାଧକ ତାଙ୍କ ମନର ପ୍ରଶ୍ନ ଆସିବ, ଆମେ କ'ଣ ସବୁଗୁଡ଼ିକର ସାଧନ କରିବା? ଏହି ମନରେ ଯଦି ପ୍ରଶ୍ନ ଆସେ, ତାହେଲେ ମହର୍ଷି ପତଞ୍ଜଳିଙ୍କର ଯେଉଁ ସୂତ୍ର ହିସାବରେ, ତାଙ୍କର ବକ୍ତବ୍ୟ ହିସାବରେ ସଦ୍ଗୁରୁଦେବଙ୍କ ରଚିତ କହିବାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ମନୁଷ୍ୟ ବା ବ୍ୟକ୍ତିଙ୍କର ଶାରୀରିକ ସ୍ଥିତି, ମାନସିକ ସ୍ଥିତି, ଚରିତ୍ର, ତାଙ୍କର ଭାବନା, ରୁଚି ଏସବୁଗୁଡ଼ିକ ଭିନ୍ନ ଭିନ୍ନ। ତେଣୁ ଏଇ ଯେଉଁ ସମାଧିସ୍ଥ ଆଡ଼କୁ ଯିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଦ୍ୱାରା, ଏକ ପ୍ରକାର ଉପାୟ ଦ୍ୱାରା ସମସ୍ତଙ୍କର ସମାଧିସ୍ଥ ହୋଇପାରିବ ନାହିଁ। ତେଣୁ ବିଭିନ୍ନ ପ୍ରକାର ଯେଉଁ ମାର୍ଗ ବା ରାସ୍ତା ବତେଇଲେ, ସେଇ ରାସ୍ତା ମାଧ୍ୟମରେ ସେ ଜଣେ ସାଧକ ଯଦି ସେ ଚେଷ୍ଟା ଦ୍ୱାରା ସମାଧିସ୍ଥ ହେବା ପାଇଁ ସେ ଯଦି ଚେଷ୍ଟା କରିବ, ତାହେଲେ ସେ ସମାଧି ତାର ଯେକୌଣସି ଏକ ମାର୍ଗରେ ସମାଧିସ୍ଥ ହୋଇପାରିବ। ବିଭିନ୍ନ ପ୍ରକାର ଯେଉଁଟା ମାର୍ଗମାନେ ରାସ୍ତା ବତେଇଲେ, ଯେଉଁ ରାସ୍ତାଟା ତାଙ୍କ ପାଇଁ ସହଜ ହେବ, ସରଳ ହେବ ଏବଂ ଠିକ୍ ଭାବରେ ସେ ସମାଧି ସ୍ତରକୁ ତାଙ୍କର ମନ ପଳେଇବ, ମନ ଏକାଗ୍ର ହେବ, ସେଇଭଳି ସେ ସାଧନ ସେ କରିବ। ତ 38 ନମ୍ବର ସୂତ୍ରର ଯେଉଁ ଉଦ୍ଦେଶ୍ୟ ହେଉଛି ସ୍ୱପ୍ନ ଜ୍ଞାନ ଲମ୍ବନ ବା ନିଦ୍ରା ଜ୍ଞାନ ଲମ୍ବନ ଦ୍ୱାରା ସମାଧି ପ୍ରାପ୍ତ ହୋଇପାରିବ। ଏଠି ସ୍ୱପ୍ନ ଜ୍ଞାନ କ'ଣ? ଏଇ ଯେଉଁ ସ୍ୱପ୍ନ ଜ୍ଞାନ ଯେଉଁ କଥାରେ ମହର୍ଷି ପତଞ୍ଜଳି କହିଲେ ଯେ ପ୍ରତ୍ୟେକ ବ୍ୟକ୍ତି ସ୍ୱପ୍ନ ଦେଖନ୍ତି, ଆଉ ସ୍ୱପ୍ନ ଦେଖୁଥିବା ସମୟରେ ତାଙ୍କର ସେଇ ସ୍ୱପ୍ନଟା ତାଙ୍କୁ ସେଇ ସମୟରେ ସତ୍ୟ ବୋଲିକି ମାଲୁମ ହୁଏ। ପୁଣି ଯେତେବେଳେ ଜାଗ୍ରତ ଅବସ୍ଥାକୁ ଫେରିଆସେ, ଜାଗ୍ରତ ସମୟ ସେଟା ତାଙ୍କ ପାଇଁ ସତ୍ୟ ବୋଲିକି ମାଲୁମ ହୁଏ। ଜାଗ୍ରତ ସମୟଟା ଏଇଟା। ତ ଏଇ ଯେଉଁ ତାହେଲେ କେଉଁଟା ସତ୍ୟ? ତ ଏଇ ଯେଉଁ ସ୍ୱପ୍ନ ଥିବା ସମୟରେ, ସ୍ୱପ୍ନ ଦେଖୁଥିବା ସମୟରେ ଯେଉଁ ବ୍ୟକ୍ତିଙ୍କର ଯେଉଁଭଳି ଅନୁଭବ ହୁଏ, ସେ ଅନୁଭବ ସେ କେମିତି ପ୍ରାପ୍ତ ହୁଏ ନା, ସେ ଅନୁଭବ ସାଧାରଣତଃ ଜାଗ୍ରତ ସଂସାରରେ ବ୍ୟକ୍ତି ଯେଉଁ କାର୍ଯ୍ୟଟିକୁ ବାରମ୍ବାର ମନନ ଚିନ୍ତନ କରୁଥାଏ ବା ଭାବନା କରୁଥାଏ ବା କଳ୍ପନା କରୁଥାଏ, ସେଇଭଳି କାର୍ଯ୍ୟଟିକୁ ଯେତେବେଳେ ତାର ଅସମାପ୍ତ ରହିଯାଏ, ସେଗୁଡ଼ାକ ସ୍ୱପ୍ନ ଦେଖୁଥିବା ସ୍ଥିତିରେ ପୁଣି ମନ କଳ୍ପନା କରି ସେଗୁଡ଼ା ପୁଣି ଦେଖାଉଥାଏ।
ସେ ଦର୍ଶନ କରେ। ଦର୍ଶନ କରେ। ଆଉ ଦର୍ଶନ କରୁଥିବା ସମୟରେ ସେଇଟା ତାଙ୍କୁ ଜଣାପଡ଼େ ଯେ ଏଇଟା ପ୍ରକୃତରେ ମୁଁ ସତ୍ୟ। କିନ୍ତୁ ସ୍ଥୂଳ ଜଗତକୁ ଆସିଲା ପରେ ମୁଁ ପୂର୍ବରୁ ଆଲୋଚନା କରୁଛି ସେଇଟା ପୁଣି ତାଙ୍କୁ ଜାଗତିକ ସଂସାରଟା ସତ୍ୟ ବୋଲି ଜଣାପଡ଼େ। ତ ଏଇଥିରୁ ଆମେ ଜାଣି ନେବା ଦରକାର ଯେ ସାଧକର ଯେ ସ୍ୱପ୍ନ ସ୍ଥିତିରେ ଯେଉଁ ମନର ସଂକଳ୍ପମୟ ସ୍ଥିତି ବା କଳ୍ପନା କରିବା ଦ୍ୱାରା ଯେଉଁ ସଂସାରଟିକୁ ସେ ସୃଷ୍ଟି କରିପାରୁଛି, ସେଇ ସ୍ୱପ୍ନ ଦେଖୁଥିବା ସମୟରେ ତାକୁ ଯେଉଁ ସତ୍ୟ ବୋଲି ତାକୁ ଜଣାପଡ଼େ, ସେତିକି ବେଳେ ସିଏ ଯଦି ଏଇ ଯେଉଁ ସ୍ୱପ୍ନ ଜ୍ଞାନଟି ଥିବ ଯେ ମୁଁ ଏବେ ସ୍ୱପ୍ନ ଦେଖୁଛି, ତାହେଲେ ସେଇଟା ପୁଣି ସେ ସମାଧି ଆଡ଼କୁ ସେଇ ମୁହୂର୍ତ୍ତରେ ପୁଣି ସେ ସମାଧି ଆଡ଼କୁ ଅଗ୍ରସର ହୁଏ। ଇଏ ହେଉଛି ଯେଉଁ ରହସ୍ୟ ସଦ୍ଗୁରୁଦେବ ସେଇଟା ଆଲୋଚନା ଗୁଡ଼ିକ ତାଙ୍କର ପୁସ୍ତକ ମାଧ୍ୟମରେ ଆମ ସମ୍ମୁଖରେ ଦେଇଛନ୍ତି। ଏଠି ଆଉ ଏକ ବ୍ୟାଖ୍ୟା କରିଛନ୍ତି ଯେ କେହି କେହି ବ୍ୟକ୍ତି ବା ଅଧିକାଂଶ ବ୍ୟକ୍ତି ପଚାରନ୍ତି ଯେ ଆମର ଜନ୍ମ ମୃତ୍ୟୁର ଯେଉଁ କାରଣ ବା ସ୍ଥିତି କିପରି ହୁଏ। ବହୁତ ବ୍ୟକ୍ତି ବା ସାଧକମାନଙ୍କର ମନରେ ଏଇଭଳିଆ ପ୍ରଶ୍ନ ଉଠେ, ଜାଗ୍ରତ ହୁଏ। ତ ସଦ୍ଗୁରୁଦେବ କହୁଛନ୍ତି ଯେ ସ୍ୱପ୍ନ ଜ୍ଞାନଟିକୁ ଜାଣିଲେ ଆଉ ଜାଗ୍ରତ ସଂସାରଟାକୁ ଜାଣିଲେ ଏଇଥିରେ ସେ ବ୍ୟକ୍ତି ଜାଣିପାରିବ ଯେ ଜଣେ ବ୍ୟକ୍ତି ତାଙ୍କର ମୃତ୍ୟୁ ପରେ କେଉଁ ସ୍ଥିତିରେ ରୁହେ ଆଉ ଜୀବନ୍ତ ପରେ କେଉଁ ସ୍ଥିତିରେ ରୁହେ। ଯେମିତି ସାଧକ ସ୍ୱପ୍ନ ଦେଖୁଥିବା ସମୟରେ ତାକୁ ସଂସାରଟା ସତ୍ୟ ବୋଲି ଜଣାପଡ଼େ, ସେ ସ୍ଥିତିର ତାଙ୍କର ସ୍ୱରୂପର ଜ୍ଞାନ ଥାଏ, ପୁଣି ଜାଗ୍ରତ ଅବସ୍ଥାରେ ସ୍ୱରୂପର ଜ୍ଞାନରେ ଅଛି। ସେମିତି ମୃତ୍ୟୁ ପରେ ଆମର ଯେଉଁ ଜୀବ ସେ ସୂକ୍ଷ୍ମାତି ସୂକ୍ଷ୍ମରେ ଶରୀରରେ ରହେ। ଯେମିତି ସ୍ୱପ୍ନ ସମୟରେ ରହେ କଳ୍ପନାମୟ ସଂସାରରେ, ଠିକ୍ ସୂକ୍ଷ୍ମାତି ସୂକ୍ଷ୍ମ ଅବସ୍ଥାରେ ଠିକ୍ ସେମିତି କଳ୍ପନାମୟ ସଂସାରରେ ସେ ଥାଏ। ପୁଣି ଯେତେବେଳେ ସଂସାରକୁ ପୁଣି ସେତେବେଳେ ଜନ୍ମ ନିଏ, ଯେମିତି ସ୍ୱପ୍ନ ଦେଖୁଥିବା ସମୟରେ ପୁଣି ଜାଗ୍ରତ ଶରୀରକୁ ସ୍ଥୂଳ ଶରୀରକୁ ପଳେଇ ଆସେ, ଆମେ ଜାଗ୍ରତ ଜଗତରେ ଆମେ ଯେଉଁଟା ଦେଖୁଛୁ, ଠିକ୍ ସେମିତି ଆପଣଙ୍କର ମୃତ୍ୟୁ ପରେ ଯେତେବେଳେ ପୁଣି ସେ ସ୍ଥୂଳ ଶରୀର ଧାରଣ କରେ, ସେତେବେଳେ ଲାଗିବ ସେଟା ମୁଁ ସ୍ୱପ୍ନ ଦେଖୁଥିଲି ନା। ସେତେବେଳେ ସେଇ ଯେଉଁ ୟାର କଥା କହିବାର ଉଦ୍ଦେଶ୍ୟଟା ହେଉଛି ମୃତ୍ୟୁ ପରେ ଆମର ନାଶ ହୁଏ ନାହିଁ। ଜୀବସତ୍ତା ସଦାବେଳେ ଦୁଇଟି ଶରୀରରେ ରହେ, ସୂକ୍ଷ୍ମରେ ଥିବ ନହେଲେ ସ୍ଥୂଳରେ ଥିବ। ଏଇଭଳି ଜ୍ଞାନଟା ଆସେ। ଯଦି କାହାରିକୁ ବୁଝିବା ପାଇଁ ଅସୁବିଧା ହୁଏ, ତାଙ୍କର ଏତିକି ଜାଣି ନେବା ଦରକାର, ସ୍ୱପ୍ନମୟ ସଂସାର ଯିଏ ବିଶ୍ଳେଷଣ କରିବ, ସ୍ୱପ୍ନମୟ ସଂସାରରେ ଆମେ ଯେମିତି ଯାଉଛୁ, ଠିକ୍ ମୃତ୍ୟୁ ପରେ ବି ମଧ୍ୟ ସେମିତି ସୂକ୍ଷ୍ମ ଶରୀର ଆମେ ଧାରଣ କରୁଛୁ। ମୁଁ ପଚାରିବି ସାର୍, କୁହନ୍ତୁ। ସାର୍ ଯେମିତି ଏବେ ଜାଗ୍ରତରେ ଆମେ ଚାହିଁଛେ, ସ୍ୱପ୍ନ ଦେଖିଲା ବେଳେ ଆମେ ଯେତେବେଳେ ଆମେ ସ୍ୱପ୍ନ ଦେଖୁଥିବା ସେତେବେଳେ ଆମେ ଜାଣିପାରିବାନି ଯେ ଆମେ ସ୍ୱପ୍ନ ଦେଖୁଛୁ ବୋଲି ନା। କିନ୍ତୁ ଯେତେବେଳେ ଆମେ ସ୍ୱପ୍ନରେ ଥିବା, ମାନେ ସ୍ୱପ୍ନ ଦେଖୁଥିବା, କିନ୍ତୁ ଏବେ ଜାଗ୍ରତ ଅବସ୍ଥାରେ ଯେତେବେଳେ ଆମେ ଦେଖୁଛେ, ଓହୋ ମୁଁ ସ୍ୱପ୍ନ ଦେଖୁଥିଲି ଜାଗ୍ରତ ଅବସ୍ଥାରେ। ଶିବୁନି ଗୁରୁଜାର ଲେଖିଛନ୍ତି ସ୍ୱପ୍ନଟା ହେଉଛି ମୃତ୍ୟୁର ସାନ ଭଉଣୀ ବୋଲି ଲେଖିଛନ୍ତି। ସ୍ୱପ୍ନଟା ମୃତ୍ୟୁର ସାନ ଭଉଣୀ ନୁହେଁ, ସ୍ୱପ୍ନଟା ହେଉଛି ନିଦ୍ରାର ସାନ ଭଉଣୀ ହେଉଛି ମୃତ୍ୟୁ। ନିଦ୍ରାଟା ହେଉଛି ମୃତ୍ୟୁର ମୃତ୍ୟୁର ସାନ ଭଉଣୀ ହେଉଛି ନିଦ୍ରା। ଆମେ ନିଦ୍ରା ଜ୍ଞାନକୁ ଯେତେବେଳେ ଯିବା ଆମେ ସେଇଟା ଆଲୋଚନା କରିବୁ। ତ ବର୍ତ୍ତମାନ କହିବା ହେଉଛି ଯେଉଁ ସ୍ୱପ୍ନମୟ ସ୍ଥିତିରେ ଯେମିତି ସ୍ୱପ୍ନମୟ ସଂସାରଟା ସତ୍ୟ, ସେମିତି ଜାଗ୍ରତ ସ୍ଥିତିରେ ଜାଗ୍ରତ ସଂସାରଟା ବି ମଧ୍ୟ ସତ୍ୟ। ତ ଏଇ ଯେଉଁ ସ୍ୱପ୍ନମୟ ସଂସାରରେ ଜଣେ ସମାଧିସ୍ଥ କେମିତି ହେବ ନା, ଏଇ ଜାଗ୍ରତ ସଂସାରରେ ଜାଗ୍ରତମୟ ସ୍ଥିତିରେ ଯେତେବେଳେ ଏଇ ଜାଗ୍ରତମୟ ସଂସାରଟାକୁ ଯେତେବେଳେ ସେ ବାରମ୍ବାର ସ୍ୱପ୍ନ ବୋଲିକି ଭାବିବ, ପୁଣି ଯେତେବେଳେ ସେ ସ୍ୱପ୍ନ ଆଡ଼କୁ ଯିବ, କିଛି ଦିନ ସାଧନ ପରେ ପୁଣି ଯେତେବେଳେ ସେ ସ୍ୱପ୍ନ ଦେଖିବାକୁ ଆରମ୍ଭ କରିବ, ସେ ସ୍ୱପ୍ନମୟ ସଂସାରଟାକୁ ବି ମଧ୍ୟ ତାଙ୍କୁ ଜଣା ପଡ଼ିବ ଏଇଟା ମୁଁ ସ୍ୱପ୍ନ ଦେଖୁଛି। ତ ସେଇ ମୁହୂର୍ତ୍ତରେ ସେ ଯେଉଁ ସ୍ୱପ୍ନର ଯେଉଁ ଜ୍ଞାନଟା ହେବ, ସେ ସେତେବେଳେ ସମାଧିସ୍ଥ ଆଡ଼କୁ
ଯିବ ମାନେ ସେ ଆନନ୍ଦମୟ ସ୍ଥିତିକୁ ମାନେ ସେତେବେଳେ ମନର ସ୍ଥିତିରେ ହିଁ କାହିଁକିନା ସାର୍ ମୋର ବି ଥରେ ଦୁଇଥର ଅନୁଭବ ହେଇଛି ଯେବେ ସେଇ ଜ୍ଞାନଟା ହେଇଯିବ ଜାଣିଯିବେ ସେଇଥିରୁ ହିଁ ମାନେ ସେଇ ସମୟରୁ ହିଁ ଉର୍ଦ୍ଧ୍ୱକୁ ଉଠିଯିବ। ହଁ ସେତେବେଳେ ତାଙ୍କୁ ଉଡ଼ିଲା ଭଳିଆ ଜଣାପଡ଼ିବ ଆଉ ସେ ଆନନ୍ଦମୟ ସ୍ଥିତିରେ ସ୍ଥିତିରେ ଆନନ୍ଦ ଅନୁଭବ କରୁଥିବେ। କିଛି ସମୟ ସେଠି ଯାଇକି ରହିବ। ପ୍ରତ୍ୟେକ ସାଧକଙ୍କର କିଛି ନା କିଛି ସମୟରେ ସେ ମୂଳରୁ ଯେତେବେଳେ ସାଧନ ଯେଉଁମାନେ ଏଇ ଯେଉଁ ଯୋଗ ସାଧନଟି ଯେଉଁମାନେ ପ୍ରକୃତ ଯୋଗ ସାଧନ କରିବା ଆରମ୍ଭ କରୁଥିବେ ତାଙ୍କର କେତେବେଳେ କେତେବେଳେ ମଧ୍ୟ ଏଇ ଅନୁଭବ ସ୍ଥିତିକୁ ବହୁତ ପ୍ରକାର ସାଧନ ମଧ୍ୟରେ ବି ପଳେଇ ଆସେ ଆଉ ସେ ଜାଣିପାରନ୍ତି ନାହିଁ କିନ୍ତୁ ତାଙ୍କୁ ମନରେ ଭାରି ଖୁସି ଲାଗେ, ପ୍ରସନ୍ନ ଲାଗେ, ହର୍ଷ ଲାଗେ, ଆନନ୍ଦ ଲାଗେ। ସେ ଏକ ସ୍ଥିତି। ତ ଯୋଗମୟ ସ୍ଥିତିକୁ ଯିବ ମାନେ ପ୍ରକୃତ ଯୋଗମୟ ସ୍ଥିତିରେ ହେଉଛି ଆନନ୍ଦମୟ ସ୍ଥିତିକୁ। ତ ଏଇ ଯେଉଁ ସ୍ୱରୂପ ଅବସ୍ଥାରେ ଯେତେବେଳେ ସ୍ୱପ୍ନ ଅବସ୍ଥାରେ ଯେତେବେଳେ ସେ ସମାଧି ସୁଖର ଲାଭ କରିବ ପୁଣି ଜାଗ୍ରତକୁ ଫେରି ଆସିଲା ପରେ ଜାଣିପାରିବ ଯେ ମୁଁ ଏ ସ୍ୱପ୍ନମୟ ସଂସାରରେ ମୁଁ ସମାଧିସ୍ଥ ଆଡ଼କୁ ଯାଉଛି ମାନେ ଯେଉଁ ଆନନ୍ଦ ସୁଖ ସେ ଅନୁଭବ କରିଥିଲେ ଜାଣିପାରିବ। ଇଏ ଗଲା ସ୍ୱପ୍ନ। ପୁଣି ନିଦ୍ରାରେ କେମିତି ହେବ? ପୁଣି ନିଦ୍ରା ଜ୍ଞାନ ଅବଲମ୍ବନ ବା ଏଇ ଯେଉଁ ସ୍ୱପ୍ନ ଜ୍ଞାନର ଅବଲମ୍ବନ ଦ୍ୱାରା ଜଣେ ସମାଧିସ୍ଥ ହୋଇପାରୁଛି ସେମିତି ନିଦ୍ରା ଜ୍ଞାନର ଅବଲମ୍ବନ କରିବି ମାନେ ଜଣେ ସମାଧିସ୍ଥ ହୋଇପାରିବ। ମହର୍ଷି ପତଞ୍ଜଳିଙ୍କର ଲେଖା ଯେଉଁଟାକି ଯେ ନିଦ୍ରା ଅବସ୍ଥାଟା ଆମର ହେଉଛି କ'ଣ ନା ସାଂସାରିକ ମନୁଷ୍ୟ ଯେତେବେଳେ ନିଦ୍ରା ଯାଏ ସେତେବେଳେ ତାଙ୍କର ସେ ନିଦ୍ରା ଯିବା ପୂର୍ବରୁ ସେ ସଂସାରର କୌଣସି ଆଉ ଭାବନା କରିବାକୁ ଚାହେଁ ନାହିଁ, କୌଣସି କର୍ମ ଆଉ ରଖିବାକୁ ଚାହେଁ ନାହିଁ, ମନରେ ଭାବନା କରେ ନାହିଁ। ସେ ସେତେବେଳେ ତାଙ୍କର କେଉଁ ସ୍ଥିତିକୁ ଯାଏ ନା ଆରାମ ସ୍ଥିତିକୁ ଯାଏ। ଆରାମ ମାନେ ସେ ସେତେବେଳେ କେବଳ ଖାଲି ଟିକେ ଆରାମ କରିବା ପାଇଁ। ହଁ ସେ ଯେଉଁ ମାନେ ତାର ଉଦ୍ଦେଶ୍ୟଟା ହେଉଛି ସେ ଯେଉଁ ବହୁତ ପରିଶ୍ରମ ଦିନ ସାରା ଜାଗତିକ ସଂସାର ଭିତରେ ବହୁତ କିଛି ସଂସାରରେ ବହୁତ କର୍ମ ଦ୍ୱାରା ସେ ଯେତେବେଳେ ବହୁତ ପରିଶ୍ରମ ଯୁକ୍ତ ଥିଲେ ସେତେବେଳେ ତାଙ୍କର କିଛି ବିଶ୍ରାମର ଆବଶ୍ୟକ ଥିଲା। ତ ସେ ବିଶ୍ରାମଟା ସେ କେମିତି ପାଇବ ନା ତାର ନିଦ୍ରାର ବ୍ୟବସ୍ଥା ଅଛି। ଏଇ ଯେତେବେଳେ ନିଦ୍ରାକୁ ଯାଏ ଯେତେବେଳେ ସେତେବେଳେ ସଂସାରର କୌଣସି କାମ ରଖିବାକୁ ଚାହେଁ ନାହିଁ। ଯଦି ବା ତାଙ୍କ ମନରେ କୌଣସି କାମର କିଛି ପ୍ରକାର ଚିନ୍ତନ ଥାଏ ତଥାପି ସେ ଚାହେଁ ମୁଁ କୌଣସି କାମ କରିବିନି, ମୁଁ ଶୋଇବି। ତ ସେ ଯେତେବେଳେ ଶୟନ କରେ ସେତିକି ବେଳେ ସେ କ'ଣ ହୁଏ ନା ସେ ନିଦ୍ରାକୁ କେ ମୁହୂର୍ତ୍ତରେ ଚାଲିଯାଏ ସେ ନିଜେ ବି ମଧ୍ୟ ଜାଣିପାରେ ନାହିଁ। କିନ୍ତୁ ନିଦ୍ରାଟିକୁ ଯେତେବେଳେ 6 ଘଣ୍ଟା ପରେ କି 7 ଘଣ୍ଟା ପରେ ଯେତେବେଳେ ନିଦ୍ରାଟା ପୂର୍ଣ୍ଣ ମାତ୍ରାରେ ଭୋଗ ହେଇଗଲା ପରେ ଯେତେବେଳେ ସେ ବ୍ୟକ୍ତି ପୁଣି ନିଦ୍ରାରୁ ଯେତେବେଳେ ବାହାରି ଆସେ ସେତେବେଳେ ନିଜେ ବହୁତ ଆରାମ ବୋଧ କରେ, ବହୁତ ଶାନ୍ତି ଅନୁଭବ କରେ। ତାର ଅର୍ଥ ହେଉଛି ସେ ନିଦ୍ରାରେ ବି ମଧ୍ୟ ଆତ୍ମସ୍ଥ ହେଇଯାଉଥିଲା, ପ୍ରକୃତ ଆତ୍ମସ୍ଥ ଆଡ଼କୁ ସ୍ଥିତିକୁ ସେ ପଳେଇଥିଲା। କିନ୍ତୁ ଆତ୍ମସ୍ଥ ସ୍ଥିତିର ତାର ଜ୍ଞାନ ନଥିଲା, ସେତେବେଳେ ସେ ଅଚେତନ ଅବସ୍ଥାରେ ଶୋଇଥିଲା, ସେ କିଛି ଜାଣିପାରୁନଥିଲା, ସ୍ୱରୂପ ଜ୍ଞାନ ନଥିଲା। କିନ୍ତୁ ସେଇ ନିଦ୍ରା ଯେଉଁ ଜ୍ଞାନକୁ ଅବଲମ୍ବନ କରି ଯିଏ ସମାଧିସ୍ଥ ଆଡ଼କୁ ଯେଉଁମାନେ ଯିବେ ଯେ ସାଧକ ତାଙ୍କର ସାଧନ ପାଇଁ ସଦ୍ଗୁରୁଦେବ କ'ଣ ଦେଲେ ନା ଯେତେବେଳେ ଆମର ଯେଉଁ ମୁନି ସମାଜରେ ଯେଉଁ ସାଧନ ଅଛି ଚକ୍ରଭେଦନ କ୍ରିୟା ପରେ ପ୍ରାଣାୟାମ କରିବ। ପ୍ରାଣାୟାମ କରିସାରିବା ପରେ ସେ ସମାଧିର ଯେଉଁ ନିଦ୍ରା ଜ୍ଞାନର କେଉଁ ସୁଖ ଆରାମବୋଧ ଶାନ୍ତି ସୁଖ, ସେ ଶାନ୍ତି ସୁଖ ପାଇଁ ବି ଯେତେବେଳେ ପ୍ରାଣାୟାମ ପରେ ଶାନ୍ତି ସୁଖ ପାଇବା ପାଇଁ ଯେତେବେଳେ ସେ ଶାନ୍ତି ସୁଖ ସ୍ଥିତିକୁ ସେ ଯେତେବେଳେ ଆସନ ଲଗେଇ ଶାନ୍ତି ସୁଖ ପାଇବା ପାଇଁ ସେ ସାଧନ ଆରମ୍ଭ କରେ ସେତେବେଳେ ମନ ଶାନ୍ତି ସୁଖ ସ୍ଥିତିକୁ ପଳାଏ। ଯେଉଁ ଶାନ୍ତି ସୁଖଟା ନିଦ୍ରାରେ ମିଳୁଥିଲା ସେଥିରେ ୟାଙ୍କର ସଚେତନ ନଥିଲେ ବା ଜ୍ଞାନ ନଥିଲା, ତାଙ୍କର ଶାରୀରିକ ଜ୍ଞାନ ନଥିଲା ବା ସାଂସାରିକ ଜ୍ଞାନ ନଥିଲା। କିନ୍ତୁ ଏଇଥିରେ ଯେଉଁ ସାଧନ କରୁଥିବା ବ୍ୟକ୍ତି ଇଏ ତାଙ୍କର ସେ ସ୍ଥିତିରେ ତାଙ୍କର ଜ୍ଞାନ ଥାଏ ଯେ ମୁଁ ଏବେ ସମାଧି ଆଡ଼କୁ ଯାଉଛୁ, ମୁଁ ଏବେ ଆରାମ କରୁଛୁ, ଏବେ ଶାନ୍ତି ସୁଖ ପାଇଁ ମୁଁ ସାଧନ କରୁଛି। ତ ଇଏ ଶାନ୍ତି ସୁଖ ସେତେବେଳେ ତାଙ୍କର ସଚେତନତାର ସହିତ ସେ ସେତିକିବେଳେ ତାକୁ ଅନୁଭବ କରୁଥିବ। ଇଏ ହେଉଛି ନିଦ୍ରା ଜ୍ଞାନର ଯେଉଁ ପ୍ରକୃତ ରହସ୍ୟଟା ହେଉଛି ଯେ ନିଦ୍ରା ଜ୍ଞାନ ଦ୍ୱାରା ଯେଉଁ ଆତ୍ମସୁଖ ମିଳେ
ନିଦ୍ରା ଦ୍ୱାରା ଯେଉଁ ଆତ୍ମସୁଖ ମିଳେ ସେ ଅଚେତନ ଜାଗାରେ ଯଦି ସେ ସଚେତନ ରହିବ, ଯେଉଁଟା ଯୌଗିକ କ୍ରିୟା ମାଧ୍ୟମରେ ଯୋଗୀ ଯେତେବେଳେ ସାଧନ କରେ ସେତିକି ବେଳେ ସେ ଆତ୍ମସୁଖଟି ଅନୁଭବ କରେ। ଆତ୍ମସୁଖ, ଶାନ୍ତି ସୁଖ, ସେ ଶାନ୍ତି ସୁଖ ବି ମଧ୍ୟ ସମାଧିସ୍ଥ ଆଡ଼କୁ ଯାଉଥିବ। ସେତେବେଳେ ସେ ଦେଖିବେ ଯେ ଇଏ ମନର ଅପାର ଶାନ୍ତି, ଅନନ୍ତ ସୁଖ, ଅନନ୍ତ ଆନନ୍ଦ ସେ ସେତେବେଳେ ଅନୁଭବ କରୁଥିବ। ଇଏ ହେଉଛୁ ନିଦ୍ରା ଜ୍ଞାନ ଦ୍ୱାରା, ନିଦ୍ରା ଜ୍ଞାନକୁ ଅବଲମ୍ବନ କଲେ ସମାଧି ସୁଖ ପାଇପାରିବ। ତ ମହର୍ଷି ପତଞ୍ଜଳିଙ୍କର ଯେଉଁ ସ୍ୱପ୍ନ ନିଦ୍ରା ଜ୍ଞାନ ଲମ୍ବନ ବା ଏଇ ଯେଉଁ ସୂତ୍ରଟିର ଏଇ ଅର୍ଥଟା ହେଉଛି ଆମେ ଯେଉଁ ଆଲୋଚନା ଚକ୍ରକୁ ନେଇ ଆସିଲୁ। ଏଇଟା ହେଉଛି ଆମର ସଦ୍ଗୁରୁଦେବଙ୍କର ତାଙ୍କ ରଚିତ, ଆଉ ସଦ୍ଗୁରୁଦେବ ନିଜେ ବି ମଧ୍ୟ ସାଧନ କରି ଏଇ ଯେଉଁ ବ୍ୟାଖ୍ୟାଟିକୁ ଆମ ସମ୍ମୁଖରେ ଯୋଗଦର୍ଶନ ଶାସ୍ତ୍ର